ବିକଶିତ ଭାରତ ପାଇଁ ସୁସ୍ଥ ଭାରତର ଆବଶ୍ୟକତା ରହିଛି। କିଶୋରନଗରରେ ସାଂସଦ ଖେଳ ମହୋତ୍ସବ। ସୁସ୍ଥ ଭାରତ ଓ ଶ୍ରେଷ୍ଠ ଭାରତରେ ଯୁବଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଭାରତ ପାଇଁ ଖେଳର ମହତ୍ତ୍ୱକୁ ଉପଲବ୍ଧି କରି ସାଂସଦ ଖେଳ ମହୋତ୍ସବ ମାନ୍ୟବର ସାଂସଦ ଓ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପ୍ରତି ବ୍ଲକରେ ଅନୁଷ୍ଠିତ ହେଉଛି 17 ଓ 18 ଦୁଇ ଦିନ ଧରି କିଶୋରନଗର ବ୍ଲକରେ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ବେହେରା, ଡିଗ୍ରୀ କଲେଜ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ସରୋଜ କୁମାର ସାହୁ, ସମାଜସେବୀ ଡକ୍ଟର ଅଲେଖ କୁମାର ପ୍ରଧାନ, ହୃଦାନନ୍ଦ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜିତ କୁମାର ପ୍ରଧାନ, ରତ୍ନାକର ପ୍ରଧାନ, ଏବିଇଓ ରମଣୀ ରଞ୍ଜନ ସାହୁ ଆଦରଣୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଖେଳର ଆବଶ୍ୟକତା ସମ୍ପର୍କରେ ଏ ସାଂସଦ ଖେଳ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ପ୍ରାୟ 3500 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ। ଦୁଇଟି ବିଭାଗରେ ଅନୁଷ୍ଠିତ ଗ୍ରୁପରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଦେବରାଜ ପ୍ରଧାନ ଓ ତରୁଣୀ ସେନ ସାହୁ ସଭା ସଂଯୋଜକ କରିଥିଲା ବେଳେ କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ ପାହାରାଣା, ବସନ୍ତ କୁମାର ପ୍ରଧାନ, ନବୀନ ପ୍ରଧାନ ଆଦି ସହଯୋଗ କରିଥିଲେ ଓ ଆଜି ଉଦ୍ଯାପନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସରୋଜ ସାହୁ, ସମ୍ମାନିତ ଅତିଥି ଭାବେ ରତ୍ନାକର ପ୍ରଧାନ, ଅବସର କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।